Okay, good evening, student. Again, समस्त question ମୋ voice clear ଅଛି? Everything is clear? No issue? Okay. ଆଚ୍ଛା ଦେଖ ଆଜି ଆକ୍ଚୁଆଲି ହଉଛି ମୋ ଦାଦାଙ୍କ ପୁଅର ବାହାଘର। ତ ଆକ୍ଚୁଆଲି ତାଙ୍କର ଆଜି ମାନେ ଏବେ ରିସେଣ୍ଟଲି ବର ଯିବ। ମୁଁ ଏଥିପାଇଁ ତୁମମାନଙ୍କର ଗୋଟେ କ୍ଲାସ୍ ରଖିଲି। ଯେହେତୁ କାଲି ଆମେ ଗୋଟେ ସିରିୟସ୍ ଟପିକ୍ ଉପରେ ଡିସ୍କସନ୍ କରିଥିଲେ ଯେ ଆମକୁ ମୋଟିଭେଟ୍ ରହିବାର ଅଛି, ପଢ଼ିବାର ଅଛି। ତ ମୁଁ ସେଇ ୱେରେ ଭାବିଲି ଯେ ଆଜି ଯଦି କ୍ଲାସ୍କୁ ଅଫ୍ କରିଦେଉଛି ଇନ୍ ଦ ସେନ୍ସ ସେଇ ଏନର୍ଜେଟିକ୍ ତୁମମାନଙ୍କ ପାଖରେ ଆଉ ରହିବନି। ତ ଅଳ୍ପ ସମୟ ହଉ ପଛେ ଆମେ ଗୋଟେ ଟପିକ୍କୁ ପଢ଼ିବା ସୋ ଦ୍ୟାଟ୍ ଏଇ ଯେଉଁ ପଜିଟିଭନେସ୍ ଯେଉଁ ମାଇଣ୍ଡରେ ଅଛି ସୋ ଦ୍ୟାଟ୍ ଏଇଟା ଏଭ୍ରିଡେ ଆମ ମାଇଣ୍ଡରେ ରହୁ ଯେ ଏଭ୍ରିଡେ ଆମ ୱାର୍କରେ କିଛି ପ୍ରୋବ୍ଲେମ୍ ନ ହଉ। ଓକେ। ତ ଯେତେବେଳେ ବି ତୁମେ କୌଣସି ବି ଦେଖ ଲାଇଫରେ ଏମିତି କୋଉ ମାନେ ଫ୍ୟାମିଲି ନାହିଁ ଯୋଉଠି ଫଙ୍କସନ୍ ଆସିବନି। ଲାଇଫରେ ଏମିତି କୋଉ ସମୟ ନାହିଁ ଯୋଉଟା କି ତୁମେ କୁହ ନାହିଁ ଏଭ୍ରିଡେ ମୁଁ ମାନେ କେବଳ ପାଠ ସହିତ କନେକ୍ଟ ରହିପାରିବି। ହଁ ତ ସେଥିପାଇଁ ଆଜିର ଯେଉଁ କ୍ଲାସ୍ର ଟାଇମ୍ ଟେବୁଲ୍ ଥିଲା ବାସ୍ ମୁଁ ତାକୁ ଆଭଏଡ୍ କରି ଗୋଟିଏ ମାତ୍ର କ୍ଲାସ୍ ମୁଁ ରଖିଲି। ଏଥିପାଇଁ ରଖିଲି ଯେହେତୁ ତୁମେମାନେ ପଜିଟିଭରେ ଚାଲ। ଆଉ ମୁଁ ଯେଉଁ ଗୋଲ୍ ରଖିଛି 50 ଷ୍ଟୁଡେଣ୍ଟ ସିଲେକ୍ସନ୍ ଏଇ ବ୍ୟାଚ୍ରେ। ତ ସେଇ 50 ଭିତରେ କୌଣସି ବି ପିଲା ରହିପାର। ବାସ୍ ଯେମିତି ମୁଁ ମୋ ସମୟକୁ ସାଇଡ୍କୁ ରଖି ଫ୍ୟାମିଲି ଫଙ୍କସନ୍କୁ ସାଇଡ୍ରେ ରଖିକିରି ଆଗ ତୁମମାନଙ୍କ ପାଇଁ କିଛି ସମୟ ଯେମିତି ବାହାର କରିଛି ତୁମେମାନେ ମଧ୍ୟ ସେଇଭଳି ନିଜର ସବୁ কিছুକୁ ସାଇଡ୍ କରି କ୍ୟାରିୟର ପାଇଁ କିଛି ଟାଇମ୍ ବାହାର କରିବ। ଫୁଲ୍ ଏନର୍ଜେଟିକ୍ କ୍ଲାସ୍କୁ ଷ୍ଟାର୍ଟ କରିବ। ଓକେ, ପୁରା ରେଡି ଅଛ? ଥ୍ୟାଙ୍କ ୟୁ। ଆଚ୍ଛା, ସମସ୍ତଙ୍କୁ ପିଡିଏଫ୍ ଶୋ ହଉଛି? ସମସ୍ତଙ୍କୁ ପିଡିଏଫ୍ ଶୋ ହଉଛି? ଓକେ, ଥ୍ୟାଙ୍କ ୟୁ। ଦେଖ, ତ ଆଜି ଆମେ ଡିସ୍କସନ୍ କରିବା ଜିଏସ୍ଏ 3ର କ୍ଲାସ୍କୁ। ଆକ୍ଚୁଆଲି ଜିଏସ୍ 3ର ପିଡିଏଫ୍ ମୁଁ ଅପଲୋଡ୍ କରିନି। ଆଜିର କ୍ଲାସ୍ ପରେ ସେଟା ଅପଲୋଡ୍ ହେଇଯିବ। ଭିଡ଼ିଓ ଖାଲି ଅପଲୋଡ୍ ହେଇଥିଲା। ଫାଷ୍ଟ କ୍ଲାସ୍ରେ ଆମେ ଡିସ୍କସନ୍ କରିଥିଲେ କ'ଣ ନା ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ। କ'ଣ ଡିସ୍କସନ୍ କରିଥିଲେ? ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ। ମନେ ରଖିଲେ ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ ସହିତ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ଆସୁଛି ସେ ହେଉଛି କିସ୍ ନା ଇ ୱେଷ୍ଟ ମ୍ୟାନେଜମେଣ୍ଟ, ଯୋଉଟାକି ୟୁପିଏସ୍ସି ଅଲରେଡି କ୍ୱେଶ୍ଚିନ୍ କରିସାରିଛି। ଆଉ ବର୍ତ୍ତମାନ ଇ ୱେଷ୍ଟ ଗୋଟେ ମେଜର ପ୍ରୋବ୍ଲେମ୍ ଆମ ଇଣ୍ଡିଆରେ ହଉ ଅଲ୍ ୱାର୍ଲଡ ବେସିସ୍ରେ ରହିଛି। ତ ଏଇଟା ବାର ବାର ଆ ଉପରେ କ୍ୱେଶ୍ଚିନ୍ ଆସିବାର ଚାନ୍ସ ରହୁଛି। ତ ଭାରତରେ ଇ ଆବର୍ଜନା ପରିଚାଳନା ଦ୍ୟାଟ୍ ମିନ୍ସ ଇ ୱେଷ୍ଟ ମ୍ୟାନେଜମେଣ୍ଟ ଇନ୍ ଇଣ୍ଡିଆ ଯୋଉଟାକି ବହୁତ ଇମ୍ପୋର୍ଟାଣ୍ଟ ଟପିକ୍ ତା ଉପରେ ଆମେ ଡିସ୍କସନ୍ କରିବା। ଯେତେବେଳେ ମୁଁ ଡିସ୍କସନ୍ କରେ ସବୁବେଳେ ତମକୁ କହିଛି ମୋର କୋଉ କୋଉ ଆଙ୍ଗେଲକୁ ନେଇ ଡିସ୍କସନ୍ କରେ। ପ୍ରଥମେ ହେଉଛି ହ୍ୱାଟ୍ ଇଜ୍ ଇ ୱେଷ୍ଟ, ଇ ୱେଷ୍ଟ କାହାକୁ କହିବା, ତ ସେଟା ହେଉଛି ଫାର୍ଷ୍ଟ ପଏଣ୍ଟ। ସେକେଣ୍ଡ ପଏଣ୍ଟ ହେଉଛି ଇ ୱେଷ୍ଟ ଯେଉଁ ମ୍ୟାନେଜମେଣ୍ଟ ଅଛି ଆର ସବୁ ରୁଲ୍ସ କ'ଣ ଅଛି ଆଜ୍ ପର୍ ଦ ଗଭର୍ଣ୍ଣମେଣ୍ଟସ୍। ସେକେଣ୍ଡ ପଏଣ୍ଟ ଥାର୍ଡ ପଏଣ୍ଟ ହେଉଛି ଯେ ଆକୁ ମାନେ ମାନେ ଆମର ପ୍ରୋବ୍ଲେମ୍ ଇଏ କ'ଣ କ୍ରିଏଟ୍ କରୁଛି, ଇ ୱେଷ୍ଟ ହେବା ଦ୍ୱାରା କ'ଣ ସବୁ ପ୍ରୋବ୍ଲେମ୍ କ୍ରିଏଟ୍ ହେଉଛି। ଆଉ ଲାଷ୍ଟ ପଏଣ୍ଟ ହେଉଛି ଚ୍ୟାଲେଞ୍ଜେସ୍। ଆମ ପାଇଁ କ'ଣ ଚ୍ୟାଲେଞ୍ଜ ଅଛି ଯୋଉଟାକି ଆମକୁ ଦେଖିବାର ଅଛି ଯେ ଆକ୍ଚୁଆଲି ଏଇସବୁ ଚ୍ୟାଲେଞ୍ଜ ଅଛି ଫର୍ଦର ମାନେ ଇ ୱେଷ୍ଟକୁ ଆମକୁ ସଲ୍ୟୁସନ୍ କରିବା ପାଇଁ ଏସବୁ ଚ୍ୟାଲେଞ୍ଜେସ୍ ଅଛି। ଏ ସମସ୍ତ ପଏଣ୍ଟ ଉପରେ ଆଜିର କ୍ଲାସ୍ରେ ଡିସ୍କସନ୍ କରିବା। ମୋର ଫାର୍ଷ୍ଟ କ୍ୱେଶ୍ଚିନ୍ ହେଉଛି ଯେ ଇ ୱେଷ୍ଟ କହିଲେ କାହାକୁ ବୁଝିବା? ଇଟ୍ ଇନକ୍ଲୁଡ୍ସ ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇକ୍ୱିପମେଣ୍ଟ। ଏଥିରେ ବୈଦ୍ୟୁତିକ ଏବଂ ଇଲେକ୍ଟ୍ରୋନିକ ଉପକରଣ ଅନ୍ତର୍ଭୁକ୍ତ। ସାଧାରଣତଃ ତୁମେ ଦେଖିବ ଫଟୋ ମାନେ ଆମେ କ୍ୟାମେରାରେ ଫଟୋ ଉଠାଉଛେ କିମ୍ବା ତୁମେ ଯେଉଁ ମାନେ ମାନେ ଯେଉଁ ଆମେ ଇଲେକ୍ଟ୍ରୋନିକ ଜିନିଷ ସବୁ ୟୁଜ୍ କରୁଛେ କିମ୍ବା କୌଣସି ଖରାପ ଇଲେକ୍ଟ୍ରୋନିକ ଜିନିଷକୁ ବ୍ୟବହାର କରୁଛେ ଏ ସମସ୍ତେ ମାନେ ଫୋପାଡ଼ି ଦେଉଛେ। ଦେଖ ଘରେ ଟିଭି ଖରାପ ହେଇଗଲା ଆମେ ତାକୁ ଫିଙ୍ଗି ଦେଉଛେ, କୌଣସି ଇଲେକ୍ଟ୍ରିକ ବଲ୍ ଏଲଇଡି ବଲ୍ ଖରାପ ହେଉଛି ଆମେ ତାକୁ ଫିଙ୍ଗି ଦେଉଛେ। ଏସବୁ ଜିନିଷ କାହା ଅଣ୍ଡରରେ ଆସୁଛି ନା ଇ ୱେଷ୍ଟ ଅଣ୍ଡରରେ ଆସୁଛି। ଦ୍ୟାଟ୍ ଇଜ ଦ ଫାର୍ଷ୍ଟ ପଏଣ୍ଟ ହେଉଛି କୋଉମାନଙ୍କୁ ଆମେ ଇ ୱେଷ୍ଟ ବୋଲି କହୁଛେ। ଆଜ୍ ପର୍ ଦ ସମ୍ ଡାଟା ଯଦି ଆମେ କିଛି କରେଣ୍ଟର ଡାଟାକୁ ଲକ୍ଷ୍ୟ କରିବା ICEA ର ଡାଟା ମୁତାବକ ଇ ୱେଷ୍ଟ ମ୍ୟାନେଜମେଣ୍ଟ ଇଣ୍ଡିଆ ଇଜ୍ ଇ ୱେଷ୍ଟ ମ୍ୟାନେଜମେଣ୍ଟ ଇନ୍ ଇଣ୍ଡିଆ ଇଜ୍ ଯୋଉଟାକି ଇ ୱେଷ୍ଟ ଆମର ଆସୁଛି ବା ଇ ୱେଷ୍ଟ ଯେଉଁ ପ୍ରଡକ୍ସନ୍ ହେଉଛି 90% ଇ ୱେଷ୍ଟ କଲେକ୍ସନ୍, 90% ଆମେ କଲେକ୍ଟ କରିଥାଉ। ତ
তুমি ଦେଖିଥିବ ଆଜି ଏକ୍ସାମ୍ପଲ ହିସାବରେ ଯଦି ଆମ ଘରେ ଟିଭିଟିଏ ଖରାପ ହେଉଛି ଆମେ ତାକୁ ଏକ୍ସଚେଞ୍ଜ କରିଦେଉଛେ, ଫ୍ରିଜଟିଏ ଖରାପ ହେଉଛି ଏକ୍ସଚେଞ୍ଜ କରୁଛେ, ମୋବାଇଲ ଖରାପ ହେଉଛି ଏକ୍ସଚେଞ୍ଜ କରୁଛେ, କୌଣସି ବି ଇଲେକ୍ଟ୍ରୋନିକ୍ସ ଜିନିଷ ଯେତେବେଳେ ଖରାପ ହେଉଛି ଆମେ ତାକୁ ଏକ୍ସଚେଞ୍ଜ କରୁଛେ, କବାଡ଼ିଆଙ୍କୁ ବିକି ଦେଉଛେ। ତ 90% ଆମେ ତାକୁ କଲେକ୍ଟ କରିଥାଉ। ଆଉ ଯେତିକି ଆମେ କଲେକ୍ଟ କରିଥାଉ 70% ରିସାଇକ୍ଲିଂ କରାଯାଏ ବା ରିସାଇକେଲ ତାକୁ କରାଯାଏ। ଆଇସିଇର ରିପୋର୍ଟ ଅନୁଯାୟୀ ଭାରତରେ ଇ ଆବର୍ଜନା ପରିଚାଳନା ମୁଖ୍ୟତଃ ଅନୌପଚାରିକ, ପ୍ରାୟ 90% ଇ ଆବର୍ଜନା ସଂଗ୍ରହ ଏବଂ 70% ପୁନଃଚକ୍ରଣ ଏକ ପ୍ରତିଯୋଗିତାମୂଳକ ହିସାବରେ ରହୁଛି। ତା ଅର୍ଥ ଆମେ ଏତିକି ଜିନିଷ କ୍ଲିୟର ହେଲେ କେତେ ପରସେଣ୍ଟେଜ ଆମେ କଲେକ୍ଟ କରୁଛେ ଆଉ କେତେ ପରସେଣ୍ଟେଜ ଆମେ ରିସାଇକ୍ଲିଂ କରୁଛେ। ଦ୍ୟାଟ୍ସ ଦ ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ। चलिए ଏବେ ଯିବା ନେକ୍ସଟ ପଏଣ୍ଟ। ନେକ୍ସଟ ପଏଣ୍ଟ ଆସିଲା ହ୍ୱାଟ ଇଜ ଇ ୱେଷ୍ଟ, ହ୍ୱାଟ ଇଜ ଦ ଷ୍ଟାଟସ୍ ଅଫ୍ ଇ ୱେଷ୍ଟ ଇନ୍ ଇଣ୍ଡିଆ। ଯେ ଯଦି ଆମେ ଭାରତର ବର୍ତ୍ତମାନର ଷ୍ଟାଟସକୁ ଲକ୍ଷ୍ୟ କରିବା ଯେ ଭାରତର ବର୍ତ୍ତମାନ ଷ୍ଟାଟସ୍ କ'ଣ ଅଛି ଆଜ୍ ପର ଦ ଇ ୱେଷ୍ଟକୁ ନେଇକିରି। ଆଚ୍ଛା ସେ କହିଲା ଭଲ୍ୟୁମ୍ ଗ୍ରୋଥ, ତା ଅର୍ଥ ପରିମାଣ ବୃଦ୍ଧି ପାଉଛି, ପରିମାଣ ବୃଦ୍ଧି ପାଉଛି। ମନେକ 72.54% ରାଇଜ୍ ଇନ୍ ଇ ୱେଷ୍ଟ ଓଭରଅଲି ମାନେ ବିଗତ 5 ବର୍ଷ ଧରି ଆମର ଯେତିକି ଇ ୱେଷ୍ଟ ରହୁଥିଲା ତାର କେତେ ପରସେଣ୍ଟେଜ ବୃଦ୍ଧି ଘଟିଛି? 72.54% ବଢିଛି। ଆମେ ଏଇଠି କହିପାରିବା 1.01 ମିଲିୟନ ମେଟ୍ରିକ ଟନ୍, ସର୍ଟକଟରେ ଆମେ ଏମ୍ଟି ବୋଲି କହୁଛେ, ଆଜ୍ ପର ତ 2019-20 ଡାଟା ଥିଲା, ଯୋଉଟାକୁ ବୃଦ୍ଧି ପାଇକିରି ବର୍ତ୍ତମାନ ଇ ୱେଷ୍ଟର ଭ୍ୟାଲୁ କେତେ ହେଇଛି ନା 1.75 ମିଲିୟନ ମେଟ୍ରିକ ଟନ୍ରେ କନଭର୍ଟ ହେଇଛି ଫର ଦ ଇୟର ଅଫ୍ 2023-24 ପର୍ଯ୍ୟନ୍ତ। ଜଷ୍ଟ ଇମାଜିନ୍ ଇ ୱେଷ୍ଟଟା କେତେ ଦୂର ବଢି ଚାଲିଛି। ଦ୍ୟାଟ୍ ଇଜ ଦ ଭେରି ଭେରି ଇମ୍ପୋର୍ଟାଣ୍ଟ। ଓକେ, ଆଚ୍ଛା ତାପରେ ସେ କ'ଣ କହିଲା ଆମକୁ ଟିକେ ମୁଁ ଓଡ଼ିଆରେ ବି କହିଦେଉଛି। ପରିମାଣ ବୃଦ୍ଧି ପାଇଛି ଭାରତରେ 5 ବର୍ଷ ମଧ୍ୟରେ ଇ ଆବର୍ଜନା ଉତ୍ପାଦନରେ ଏତିକି ପରସେଣ୍ଟ ବୃଦ୍ଧି ପାଇଛି, ଯାହା 2019-20ରେ 1.5 ମେଟ୍ରିକ ଟନ୍ରୁ 2023-24ରେ 1.75 ମେଟ୍ରିକ ଟନ୍ରେ କନଭର୍ଟ ହେଇଛି। ବାର୍ଷିକ ପ୍ରାୟ 57 ଇ ଆବର୍ଜନା ଅପବିତ୍ର ହୋଇ ରହିଥାଏ, ମାନେ 70% ପାଖାପାଖି ୟୁଏଷ୍ଟ ରିମେନ୍ ଆମେ ତାକୁ ୟୁଜ୍ କରିପାରୁ ନଥାଉ। ତ ଏଇଠି ଗୋଟେ ଡାଟା ଦେଇଛି, ଏଇ ଡାଟା ତୁମେ ଚାହିଁଲେ ସ୍କ୍ରିପ୍ଟ କରିପାରିବ, ବଟ୍ ଏଇ ଡାଟା ବହୁତ ଇମ୍ପୋର୍ଟାଣ୍ଟ ରହିଛି। ସେ କହୁଛି ଭାରତରେ ବହୁତ ସାରା ସିଟି ରହୁଛି, ଆମେ ଯଦି ଦେଖିବା 65 ସିଟି ଇନ୍ ଇଣ୍ଡିଆ ଜେନେରାଲି ମୋର୍ ଦ୍ୟାନ୍ 60% ଅଫ୍ ଟୋଟାଲ ଜେନେରେସନ୍ ଅଫ୍ ଇ ୱେଷ୍ଟ। ଓକେ, ଯୋଉଟା କି ମାନେ ସେ କହୁଛି ଯେ ଓକେ ଭାରତର ଏତିକିଟି ସହର ଉତ୍ପାଦନ ଇ ଆବର୍ଜନାରୁ 70%ରୁ ଅଧିକ ଉତ୍ପାଦନ କରୁଛି। ତଥା ଆମର ଯେତିକି ଇ ଆବର୍ଜନା ବାହାରୁଛି ବା ଇ ୱେଷ୍ଟ ଆମର ବାହାରୁଛି କେବଳ 60% ବାହାରୁଛି 65ଟା ସିଟି ଅଛି। ତାର୍ଥ ଆମେ ନର୍ମାଲି ଯେଉଁ ସହର ସବୁ ଅଛି ସବୁ ସହରରୁ ବାହାରୁନି। ତ ଇଏ ହେଉଛି କିଛି କରେଣ୍ଟ ଷ୍ଟାଟସ୍ ଡାଟା, ଯୋଉଟାକି ତୁମର ବର୍ତ୍ତମାନର ଷ୍ଟାଟସ୍, ଯୋଉଟାକି ତୁମେ ଆଜ ଏ ଡାଟା ହିସାବରେ ଲେଖିପାରିବ, ଯୋଉଟାକି ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଆଚ୍ଛା ତାପରେ ଦେଖିବା ଇ ୱେଷ୍ଟ କହିଲେ କ'ଣ ବୁଝିବା? ଯେଉଁମାନେ ସବୁ ଓଲ୍ଡ ପ୍ରଡକ୍ଟ ହେଇଯାଇଛି, ଏଣ୍ଡ ଅଫ୍ ଦ ଲାଇଫ୍, ମାନେ ଯେଉଁ ଇଲେକ୍ଟ୍ରୋନିକ୍ ଜିନିଷର ପୁରା ପ୍ରଡକ୍ଟ ପୁରା ଡ୍ୟାମେଜ ହେଇଛି, ସବୁଠୁ ଅଧିକ କେଉଁ ଦେଖ ସେଟା ଟିକେ ନିଜେ ସର୍ଚ୍ଚ କରିଦେବୁ ସବୁଠାରୁ ଅଧିକ ଇ ୱେଷ୍ଟ ବାହାରୁଥିବା ସହର କିଏ ସେଟାକୁ ମୁଁ ଲେଖିନି, ଟିକେ ଚାହିଁବି ଯଦି ଲେଖିଲେ କିଛି ପ୍ରୋବ୍ଲେମ୍ ନାହିଁ। ତ ପର୍ଟିକୁଲାର ଇ ୱେଷ୍ଟରେ ଆମେ ସାଧାରଣତଃ କ'ଣ ଆମ ପାଇଁ ମାନେ ମାନେ କେମିକାଲି କୋଉଟାକୁ ଆମ ପାଇଁ ଡେଞ୍ଜରିୟସ୍ ରହୁଛି? ଯେଉଁ ଲିଡ୍ ରହିଲା, ମର୍କ୍ୟୁରୀ ରହିଲା, କାଡମିୟମ ରହିଲା, ନିକେଲ ରହିଲା, ତ ଏମାନେ ସମସ୍ତ କାହା ଅଣ୍ଡରରେ ଆସୁଛନ୍ତି? ଇ ୱେଷ୍ଟ ଅଣ୍ଡରରେ ଆସୁଛନ୍ତି। ମନେ ରଖିଥିଲେ 2024 କିମ୍ବା 25ରେ ୟୁପିଏସ୍ସିରେ ଗୋଟେ କ୍ୱେଶ୍ଚିନ୍ ଆସିଥିଲା ପ୍ରିଲିମିରେ ଏଇ ଟପିକକୁ ନେଇ, ଯେ ଆଙ୍କ ଭିତରୁ କିଏ ସେ ଇ ୱେଷ୍ଟ ନୁହେଁ, ଆଙ୍କ ଭିତରୁ କିଏ ସେ ଇ ୱେଷ୍ଟ ନୁହେଁ। ତ ଏଗୁଡ଼ା ସବୁ ନାଁକୁ ମନେ ରଖିବ, ଲିଡ୍ ହେଲା, ନିକେଲ ହେଲା, ତୁମର ହେଉଛି ମର୍କ୍ୟୁରୀ ହେଲା, ତ ଏମାନେ ହେଉଛନ୍ତି ସବୁ କିଏ ସେ ଇ ୱେଷ୍ଟର ଅନ୍ତର୍ଭୁକ୍ତ। ତ ଏଇଠି ଆଉ ଗୋଟେ ଡାଟା ରହିଛି, ତୁମେ ଚାହିଁଲେ ଏ ଡାଟାକୁ ମଧ୍ୟ ଆଡ୍ କରିପାରିବ। ଓକେ, ଯୋଉଟାକି ହଁ ଏଇ ଯୋଉ ଜିନିଷଟା ଆଗରୁ ଲେଖିଥିଲି ସେଇ ପଏଣ୍ଟଟା ରିପିଟ୍ ହେଲା, ବଟ୍ ଏଟା ହେଉଛି କ'ଣ 1.6 ମିଲିୟନ ମେଟ୍ରିକ ଟନ୍ 2021-22 ସୁଦ୍ଧା ହେଇଥିଲା, ଯୋଉଟାକି ପୁରୁଣା ଇୟର ଡାଟାଟା। ବଟ୍ ମୁଁ ତୁମମାନଙ୍କୁ ବର୍ତ୍ତମାନ 2023-24ର ଡାଟାଟା ମଧ୍ୟ ମୁଁ ଅଲରେଡ଼ି ଦେଇଛି। 1.75 ଆପ୍ରୋକ୍ସିମେଟଲି ମିଲିୟନ ମେଟ୍ରିକ ଟନ୍ ଆମର ଇ ୱେଷ୍ଟ କଲେକ୍ସନ ହେଇଛି। ମୋର କହିବାର କଥା ହଉଛି ପିଲେ, ବର୍ତ୍ତମାନ ମୁଁ ଯେତିକି ଡାଟା ଦେଲି
जो जो पॉइंट ऊपर डिस्कशन कली समस्त क्लियर हल जे ई वेस्ट कहले कौन बुझा ई वेस्ट भितर को माने आसुचंती ई वेस्ट कहले माने आर प्रभाव माने जहाँ भी आम डिस्कशन ए पर्यंत समस्त क्लियर हल ଯେମିତି କି ଯୋଉଟା କି ତମକୁ ଓଡ଼ିଆରେ ଇଂଲିଶ ଯୋଉଟା କହିଲି ଯେମିତି ସୀସା ରହିଲା କ୍ୟାଡମିୟମ ରହିଲା ପାରଦ ନିକେଲ ଭଳି ଧାତୁ ସମେତ ଅନେକ ବିଷାକ୍ତ ରାସାୟନିକ ପଦାର୍ଥ ଥାଏ ତାହେଲେ ଏମାନେ ସବୁ କାହାର ଅନ୍ତର୍ଭୁକ୍ତ ଏମାନେ ହଉଛନ୍ତି ଇ ୱେଷ୍ଟର ଅନ୍ତର୍ଭୁକ୍ତ ଆଚ୍ଛା ଏଇଠି ଗୋଟେ ପଏଣ୍ଟ ଅଛି ଯୋଉଟା କି ମୁଁ ତୁମମାନଙ୍କର ସ୍କିପ୍ କରିଗଲି ସେ ପଏଣ୍ଟଟା ସ୍କିପ୍ ନୁହେଁ ଏଇଟା ହଉଛି ଇଂଲିଶରେ ଏଇଟା ରଖାହେଇନି ବଟ୍ ଓଡ଼ିଆ ନୋଟ୍ ସେଟା ରହିଗଲା ଦେଖିବା ଆଗକୁ କାଳେ ରଖିଥିବି ଗୋଟେ ସେକେଣ୍ଡ ଦେଖ ଦେଖ ଏଇଟା ମୁଁ ବୋଧେ ମେ ବି ଇଂଲିଶ ନୋଟରେ ଏଟା ରହିଲାନି ଓକେ ହଁ ଏଇଠି ରହିଲା ବା। ଦେଖ ଇଣ୍ଡିଆ କରେଣ୍ଟଲି ଇଣ୍ଡିଆର ର୍ୟାଙ୍କ କେତେ କରେଣ୍ଟଲି ଇଣ୍ଡିଆର ର୍ୟାଙ୍କ କେତେ ଇ ୱେଷ୍ଟରେ ବର୍ତ୍ତମାନ ଇଣ୍ଡିଆର ର୍ୟାଙ୍କ କେତେ ଗ୍ଲୋବାଲ ଲେବୁଲରେ ଇଣ୍ଡିଆର ର୍ୟାଙ୍କ କେତେ ମନେ ରଖ ଇଣ୍ଡିଆର ର୍ୟାଙ୍କ ହଉଛି ଥାର୍ଡ କାହା ପରେ ପରେ ଚାଇନା ଆଉ ୟୁଏସଏ ପରେ ପରେ ଇ ୱେଷ୍ଟରେ ଭାରତର ପୋଜିସନ ହଉଛି ତୃତୀୟ କୋଉଠି ନା ଗ୍ଲୋବାଲ ଲେବୁଲରେ ଦ୍ୟାଟ୍ସ ଦ ଭେରି ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ ଆଚ୍ଛା ତ ଇଏ ଥିଲା ଆମର ଇ ୱେଷ୍ଟକୁ ନେଇ ଡିଟେଲ୍ସ ଡାଟା ଆମେ ଦେଖିଲେ ଏବେ କ୍ୱେଶ୍ଚିନ୍ ଆସିଲା ଇ ୱେଷ୍ଟ ମ୍ୟାନେଜମେଣ୍ଟ ଇନ୍ ଇଣ୍ଡିଆ ଭାରତରେ କେମିତି ଇ ୱେଷ୍ଟକୁ ମ୍ୟାନେଜମେଣ୍ଟ କରାଯାଇଥାଏ ମନେ ରଖ ଏନଭାରନମେଣ୍ଟ ଆଣ୍ଡ ଫର୍ଟିଲାଇଜର ଯୋଉ ଆମର ଯୋଉ ଆକ୍ଟ ଅଛି ରେଗୁଲେଟିଂ ଆକ୍ଟ ଅଛି ଇଏ ହଉଛି କେସି ନା 2008 ମସିହାର ଆକ୍ଟ ଅଛି ଏ 2008 ମସିହାରେ ଆମେ ଏଥିରେ କାହାକୁ ଅନ୍ତର୍ଭୁକ୍ତ କରିଥିଲେ ନା ଇଲେକ୍ଟ୍ରୋନିକ ୱେଷ୍ଟ ଯୋଉ ରହୁଛି ଆକୁ ଏଥିରେ ଆଡ୍ କରାଯାଇଥିଲା କେବେ ନା 2008 ରୁଲକୁ ଆଡ୍ କରାଯାଇଥିଲା ପରବର୍ତ୍ତୀ ଅବସ୍ଥାରେ 2011 ମସିହାରେ ଇ ୱେଷ୍ଟ ରେଗୁଲେସନ ଆକ୍ଟ ଆସିଲା 2010ରେ ଇ ୱେଷ୍ଟ ରେଗୁଲେସନ ଆକ୍ଟ କେବେ ଆସିଲା 2010 ମସିହାରେ ତ ଏ ଦିଟା ପଏଣ୍ଟ ମନେ ରଖିବ ଯେମିତି ଭାରତରେ 2008 ମସିହାରେ ପରିବେଶ ଏବଂ ଜଙ୍ଗଲ ବିପଦପୂର୍ଣ୍ଣ ଚୟନ ନିୟମାବଳୀର ଢାଞ୍ଚାରେ ଇଲେକ୍ଟ୍ରୋନିକ ଅପଚୟ ପରିଚାଳନାକୁ ସମ୍ବନ୍ଧିତ କରାଯାଇଥିଲା ତା ଅର୍ଥ 2008 ମସିହା ରେଗୁଲେସନରେ ଆମେ କାହାକୁ ଆଡ୍ କଲେ ଇ ୱେଷ୍ଟକୁ ଆଡ୍ କରିଥିଲେ ପରବର୍ତ୍ତୀ ଅବସ୍ଥାରେ 2011 ମସିହାରେ ଯୋଉଟା କି ଇ ୱେଷ୍ଟ ରେଗୁଲେସନ ଅଫ 2010କୁ ଅଣାଗଲା ବାସ୍ এই দুইটা খଣ୍ଡে ଗଭର୍ଣ୍ଣମେଣ୍ଟର ଯୋଉଟା ରେଗୁଲେସନ ରହୁଛି ଆଜ ପର୍ଯ୍ୟନ୍ତ ଗଭର୍ଣ୍ଣମେଣ୍ଟର ରୁଲ ଯେତେ କିଛି ରହୁଛି ଆମକୁ ଖାଲି ଏଠି ଏତିକି ମନେ ରଖିବାର ଅଛି ତାପରେ ଆସିଲା ପର୍ଟିକୁଲାର ରୁଲ ଆସିଲା କ'ଣ ନା ଇ ୱେଷ୍ଟ ମ୍ୟାନେଜମେଣ୍ଟ ରୁଲ এই ରୁଲଟାକୁ ମନେ ରଖିବ ଇ ୱେଷ୍ଟ ମ୍ୟାନେଜମେଣ୍ଟ ରୁଲ ତାହେଲେ ଇ ୱେଷ୍ଟ ମ୍ୟାନେଜମେଣ୍ଟ ରୁଲ ହେଉଛି କେବେ ନା 2016 ହେଉଛି ଯୋଉଟା କି 2017 ମସିହା ଠାରୁ ଆକୁ ଲାଗୁ କରାଗଲା ଯାହା ଅଣ୍ଡରରେ 21ଟା ପ୍ରଡକ୍ଟକୁ ଯାହା ଅଣ୍ଡରରେ 21ଟା ପ୍ରଡକ୍ଟକୁ ରଖାଗଲା ପରବର୍ତ୍ତୀ ଅବସ୍ଥାରେ 2018 ମସିହାରେ ଯୋଉ ରୁଲ ଆସିଥିଲା 2016 ମସିହାର ରୁଲକୁ ଆମେଣ୍ଡମେଣ୍ଟ କରାଯାଇଥିଲା କିଛିଟା ପରିବର୍ତ୍ତନ କରାଯାଇଥିଲା ତାହେଲେ ଏଇଠି ଆମେ କ୍ଲିୟର ହେଲେ ଇ ୱେଷ୍ଟ ମ୍ୟାନେଜମେଣ୍ଟ ରୁଲ କେତେ ନା 2016 ବାକି ସବୁ ପଛେ ଭୁଲି ଯାଅ এই ଜିନିଷଟାକୁ ମନେ ରଖିବ ଏ ପଏଣ୍ଟଟାକୁ ଏକ୍ସାମରେ ଲେଖିବ ଯେ ଇ ୱେଷ୍ଟ ମ୍ୟାନେଜମେଣ୍ଟ ରୁଲ କିଏ ଆଜି ବି ତୁମର ଯୋଉ ମ୍ୟାନେଜମେଣ୍ଟ ଇ ୱେଷ୍ଟ ମ୍ୟାନେଜମେଣ୍ଟ ରୁଲ ଅଛି କାହାକୁ ବେସ୍ କରି ଏବେ ଆମେ କାଲକୁଲେସନ କରିଥାଉ ବା ଯାହାକୁ ମାନେ ରୁଲ ଆଣ୍ଡ ରେଗୁଲେସନକୁ ମେଣ୍ଟେନ କରିଥାଉ 2016 ମସିହାର ଇ ୱେଷ୍ଟ ମ୍ୟାନେଜମେଣ୍ଟ ରୁଲକୁ ବେସ୍ କରିକି ଯାହା ଅଣ୍ଡରରେ 21ଟା ପ୍ରଡକ୍ଟକୁ ରଖାଯାଇଥିଲା ପରବର୍ତ୍ତୀ ଅବସ୍ଥାରେ ଆର ଆମେଣ୍ଡମେଣ୍ଟ ହେଇଥିଲା କେବେ ନା 2018 ମସିହାରେ ଏ ଦିଟା ପଏଣ୍ଟ ସବୁ ଇମ୍ପୋର୍ଟାଣ୍ଟ ଦେଖ ବାକି ଯୋଉ ଦିଟା ପଏଣ୍ଟ ରହିଲା তুমি ଚାହିଁଲେ ଏଟାକୁ ଲେଖିପାରିବ କିନ୍ତୁ ଲାଷ୍ଟକୁ ଯୋଉ ଦିଟା ପଏଣ୍ଟ କହିଲି ସେ ହଉଛି ବହୁତ ବହୁତ ଇମ୍ପୋର୍ଟାଣ୍ଟ ଆଚ୍ଛା ତାପରେ ଆଉ ଗୋଟେ ମଧ୍ୟ ଆସିଥିଲା ଇ ୱେଷ୍ଟ ମ୍ୟାନେଜମେଣ୍ଟ ରୁଲ 2022 ଓକେ ତ ଏଥିରେ କ'ଣ ହେଇଥିଲା ଦେଖ ବେଶୀ ନାହିଁ ଏଇଟା ଅଳ୍ପ କାଲି ଜଷ୍ଟ ତୁମକୁ ଖାଲି ମନେ ରଖିବାର ଅଛି ହଁ କ'ଣ କଲା ଭାରତ ସରକାର ଇ ଆବର୍ଜନା ପରିଚାଳନା ନିୟମ 2022କୁ ଇ ଆବର୍ଜନା ପରିଚାଳନା ପ୍ରକ୍ରିୟାକୁ ଡିଜିଟାଲାଇଜ କରିବା ଏବଂ ଦୃଶ୍ୟମାନ ବୃଦ୍ଧି ପାଇଁ ମାନେ ପ୍ରମୁଖ ଲକ୍ଷ୍ୟ ଥିଲା ତା ଆକୁ ଡିଜିଟାଲାଇଜେସନ କରିଥିଲେ କ'ଣ କରିଥିଲେ ଡିଜିଟାଲାଇଜେସନ କରାଯାଇଥିଲା 2022ରେ ଆକୁ ଡିଜିଟାଲାଇଜେସନ ତାହେଲେ ରୁଲ ହେଉଛି କେବେ 16 2022ଟା ପାଖକୁ ଡିଜିଟାଲାଇଜେସନ କରାଗଲା ବାସ୍ ଏତିକି ଜିନିଷ ହେଉଛି କ'ଣ ନା ଆମର ଗଭର୍ଣ୍ଣମେଣ୍ଟ ରିଲେଟେଡ୍ ଏଟା ରହୁଛି ଗଭର୍ଣ୍ଣମେଣ୍ଟର ଯୋଉ ଡାଟା ରହୁଛି ତା ରିଲେଟେଡ୍ ଓକେ ଏବେ ଦେଖିବା ଯେ ହଁ ଯେ ଇଣ୍ଡିଆରେ ଯୋଉ ମାନେ ୱେଷ୍ଟ ରହୁଛି ମାନେ ଇଫେକ୍ଟିଭ କ'ଣ ଆକ୍ଚୁଆଲି ପ୍ରୋବ୍ଲେମ କ'ଣ କରୁଛି ଓକେ ଆଚ୍ଛା ତା ଅର୍ଥ ଭାରତର ଇ ଆବର୍ଜନା ହ୍ରାସ ପୂର୍ଣ୍ଣ
ଚକ୍ରୀକରଣ ଦିଗରେ କିପରି କାର୍ଯ୍ୟ କରିବ ଯେ ଆମେ କେମିତି ତାକୁ ହ୍ରାସ କରିବା ବା କେମିତି ତାକୁ ଇ ୱେଷ୍ଟ ମ୍ୟାନେଜମେଣ୍ଟକୁ ଆମେ କହିବା। ପ୍ରଥମ ହେଉଛି ପ୍ରଥମ ହେଉଛି କ'ଣ ଇ ଆବର୍ଜନା ସଂଗ୍ରହକୁ ଅନୁଷ୍ଠାନିକ କରିବା। ଦ୍ୟାଟ୍ ମିନ୍ସ ସେ କହୁଛି ତୁମର ଇ ୱେଷ୍ଟ କଲେକ୍ସନ। ଦେଖ ଯଦି ଆମର ଯେତେକ ଇ ୱେଷ୍ଟ ରହୁଛି ଆମେ ଯଦି ତାକୁ ପ୍ରପର ୱେରେ କଲେକ୍ସନ ନ କରିବା ମୋତେ କୁହ ଇ ୱେଷ୍ଟ ମ୍ୟାନେଜମେଣ୍ଟ ହେଇପାରିବ କି? ତାର ତ ଇ ୱେଷ୍ଟକୁ କଣ୍ଟ୍ରୋଲ କରିବା ପାଇଁ ହେଲେ ଆକୁ ଗୋଟେ ଲିମିଟ ଭିତରେ ରଖିବା ପାଇଁ ହେଲେ ଆମକୁ କ'ଣ କରିବାକୁ ପଡ଼ିବ ନା ପ୍ରପର କଲେକ୍ସନ କରିବାର ଅଛି। ତାପରେ ଆସିଲା ଇ ୱେଷ୍ଟ ଟ୍ୟାକ୍ସ। ପର୍ଟିକୁଲାର ଯେଉଁମାନେ ଇ ୱେଷ୍ଟ ମାନେ ମାନୁଫ୍ୟାକ୍ଚର ସବୁ ରହୁଛନ୍ତି ମାନେ ଯେଉଁମାନେ ଇ ୱେଷ୍ଟ ମାନେ ଯେଉଁ ମାନୁଫ୍ୟାକ୍ଚରରେ ଅତ୍ୟଧିକ ଇ ୱେଷ୍ଟ ବାହାରୁଛି ପର୍ଟିକୁଲାର ସେମାନଙ୍କ ପାଖରେ କିଛି ସ୍ପେସିଫିକ୍ ଟ୍ୟାକ୍ସ ଲଗାଇବାର ଅଛି। କାରଣ ସେ ଟ୍ୟାକ୍ସକୁ ଆମେ ୟୁଜ୍ କରିପାରିବା ଆୱାରନେସରେ, ସେ ଟ୍ୟାକ୍ସକୁ ଆମେ ୟୁଜ୍ କରିପାରିବା ରିସାଇକ୍ଲିଂରେ, ଏସବୁ କେସ୍ରେ ଆମେ ୟୁଜ୍ କରିବା। ତା ଅର୍ଥ ଇ ୱେଷ୍ଟ ଟ୍ୟାକ୍ସ ଫର୍ ଦ ମ୍ୟାନୁଫ୍ୟାକ୍ଚର୍ସ, ପର୍ଟିକୁଲାର ମ୍ୟାନୁଫ୍ୟାକ୍ଚର ମାନଙ୍କ ପାଇଁ ଇ ୱେଷ୍ଟ ପାଇଁ ଟ୍ୟାକ୍ସ ଲଗାଇବାର ଅଛି। ଆଚ୍ଛା ତାହେଲେ ଓଡ଼ିଆରେ ଟିକେ କହିଦେଉଛି ନିର୍ମାତାଙ୍କ ପାଇଁ ଇ ଆବର୍ଜନା ଟିକସ କ୍ରେଡିଟ୍ ଏକ ଟିକସ କ୍ରେଡିଟ୍ ସିଷ୍ଟମ କାର୍ଯ୍ୟକାରୀ କରିବା ଯାହା ଇଲେକ୍ଟ୍ରୋନିକ୍ସ ନିର୍ମାତାମାନଙ୍କୁ ବର୍ଦ୍ଧିତ ଜୀବନ କାଳ ଏବଂ ମରାମତି ସୁବିଧା ବୈଶିଷ୍ଟ୍ୟ ସହିତ ଉତ୍ପାଦନ କ୍ଷେତ୍ରରେ ତାକୁ ଗୋଟେ ଟ୍ୟାକ୍ସ ପର୍ଟିକୁଲାର ରଖାଯିବ ଯେଉଁଟାକି ଆ ଦ୍ୱାରା କ'ଣ ହେଇପାରିବ ନା ଗୋଟେ ମାନେ ମ୍ୟାନେଜମେଣ୍ଟଟା ସହଜରେ ହେଇପାରିବ। ଇ ୱେଷ୍ଟ ଏଟିଏମ୍ ଦେଖ ଇ ୱେଷ୍ଟ ଏଟିଏମ୍ କହିଲେ କ'ଣ ବୁଝିବା ଯେ ଆମକୁ ଯେମିତି ଏଟିଏମ୍ ଗୋଟେ ରହୁଛି ପଇସା କଲେକ୍ସନ ଆମେ ତାଠୁ କରୁଛୁ ସେମିତି ଗୋଟେ ଏଟିଏମ୍ ଟାଇପ୍ର ରହିବା ଦରକାର ଯେଉଁଟାକି ଇ ୱେଷ୍ଟକୁ କଲେକ୍ଟ କରିବ ଯେ ଓକେ। ତାପରେ ଆସିଲା କ'ଣ ଇ ୱେଷ୍ଟ ଟ୍ରାକିଂ। ତ ଆମେ ସବୁବେଳେ ଚେଷ୍ଟା କରିବା ଇ ୱେଷ୍ଟକୁ ଟ୍ରାକିଂ କରିବା ପାଇଁ ଯେମିତି ଗଭର୍ଣ୍ଣମେଣ୍ଟ କିଛି ସ୍କିମ୍କୁ ୟୁଜ୍ କରିବା ଦରକାର ଯାହାଦ୍ୱାରା ଆମେ ଜାଣିପାରିବା ଏଇ ସେକ୍ଟରରେ ଅତ୍ୟଧିକ ଇ ୱେଷ୍ଟ ବାହାରୁଛି, ଏଇ ସେକ୍ଟରରେ ଅତ୍ୟଧିକ ଇ ୱେଷ୍ଟ ମାନେ ରିଲିଜ୍ ହେଉଛି। ସୋ ଦ୍ୟାଟ୍ ଏଗୁଡ଼ା ସବୁ କ'ଣ କରିବା ଦ୍ୱାରା ଆମେ ଇ ୱେଷ୍ଟକୁ ମ୍ୟାନେଜ୍ କରିପାରିବା। କାହିଁକି ନା ଇଏ ହେଉଛି ଇ ୱେଷ୍ଟ ଗୋଟେ ଏମିତି ଏକ ଜିନିଷ ତମେ ଯଦି ପ୍ରପର ୱେରେ ଆକୁ ମ୍ୟାନେଜ୍ ନ କଲ ତାହେଲେ ଆକୁ ପ୍ରୋବ୍ଲେମ୍ ଆସିବ। ଆଉ ସବୁଠାରୁ ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ ହେଉଛି ଆୱାରନେସ୍। ଯଦି ପ୍ରକୃତରେ ଆମେ ଇ ୱେଷ୍ଟକୁ ମ୍ୟାନେଜମେଣ୍ଟ କରିବାକୁ ଚାହିଁବା ଇ ୱେଷ୍ଟ ଆର୍ଟ ଆଣ୍ଡ ଆୱାରନେସ୍ ଇଜ୍ ଭେରି ଇମ୍ପୋର୍ଟାଣ୍ଟ। ତୁମେ ଦେଖିଥିବ ପ୍ଲାଷ୍ଟିକ ପାଇଁ ସ୍ୱଚ୍ଛ ଭାରତ ଯେଉଁ ମାନେ ଅଭିଯାନ ଯେଉଁ ଅଛି ଆମେ ପ୍ଲାଷ୍ଟିକ ପାଇଁ ଆୱାରନେସ୍ କ୍ରିଏଟ୍ କରୁଛେ, ଯେମିତି ବେଟି ବଚାଓ ବେଟି ପଢ଼ାଓ ପାଇଁ ଆୱାରନେସ୍ କରୁଛେ, ଯେମିତି ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଆମେ ଆୱାରନେସ୍ କରୁଛେ, ଭ୍ରୂଣ ହତ୍ୟାକୁ ରୋକିବା ପାଇଁ ଆୱାରନେସ୍ କରୁଛେ। ଠିକ୍ ସେଇ ଟାଇପ୍ର ଆମକୁ ଇ ୱେଷ୍ଟକୁ ମ୍ୟାନେଜମେଣ୍ଟ କରିବା ପାଇଁ, ଇ ୱେଷ୍ଟକୁ ପ୍ରପର ୱେରେ କଲେକ୍ଟ କରିବା ପାଇଁ, ଇ ୱେଷ୍ଟକୁ ପ୍ରପର ୱେରେ ମାନେ ମାନେ ମ୍ୟାନେଜ୍ କରିବା ପାଇଁ ଆମେ ଆୱାରନେସ୍ କ୍ରିଏଟ୍ କରିବା ଦରକାର ସୋ ଦ୍ୟାଟ୍ ସବୁ କ'ଣ ହେଇପାରିବ ଇଜିଲି ସ୍ମୁଥଲି ମ୍ୟାନେଜ୍ କରିହେବ। ଓକେ ତାହେଲେ ଇଏ ଥିଲା ଆଜି ପଜିଟିଭ ପଏଣ୍ଟ ଯେଉଁଟାକି ଆମେ ବ୍ୟବହାର କରିବା ଦରକାର ଇ ୱେଷ୍ଟକୁ ମ୍ୟାନେଜମେଣ୍ଟ କରିବା ପାଇଁ। ଓକେ ଆଚ୍ଛା ନ୍ୟାସନାଲ ଲେବୁଲରେ ଦୁଇଟି ଏଇଟା ନୋଟ୍ ପଏଣ୍ଟରେ ଏଟାକୁ ମୁଁ ରଖିଛି ଯେଉଁଟାକି ଇ ୱେଷ୍ଟ ମ୍ୟାନେଜମେଣ୍ଟ ରୁଲ୍ 2022 ଆଉ ଗୋଟେ ହେଉଛି କିଏ ସେ ନା ତୁମର ୱେଷ୍ଟେଜ ମ୍ୟାନେଜମେଣ୍ଟ ରୁଲ୍ 2016। ଦୁଇଟାକ ଗଭର୍ଣ୍ଣମେଣ୍ଟର ରୁଲ୍ ହେଉଛି ଯେଉଁ ରୁଲ୍କୁ ଦୁଇଟାକୁ ମନେ ରଖିବ ଯେଉଁଟାକି ତୁମକୁ ପଏଣ୍ଟ ହିସାବରେ ଲେଖିବାର ଅଛି। ତାପରେ ଆସିଲା ଇ ଆବର୍ଜନା ପରିଚାଳନାରେ ସମସ୍ୟା ଏବଂ ଚ୍ୟାଲେଞ୍ଜେସ୍ ଗୁଡ଼ିକ କ'ଣ ଯେଉଁଟାକି ୟୁପିଏସ୍ସି କ୍ୱେଶ୍ଚିନ୍ ପଚାରିଥିଲା। ହ୍ୱାଟ୍ ଇଜ୍ ଦ ଇସ୍ୟୁ ଆଣ୍ଡ ଚ୍ୟାଲେଞ୍ଜେସ୍ ଇନ୍ ଇ ୱେଷ୍ଟ ମ୍ୟାନେଜମେଣ୍ଟ। ଇ ୱେଷ୍ଟ ମ୍ୟାନେଜମେଣ୍ଟରେ ଚ୍ୟାଲେଞ୍ଜେସ୍ କ'ଣ ଅଛି, ପ୍ରୋବ୍ଲେମ୍ କ'ଣ ହେଉଛି? ଆମେ ତ ଦେଖିଲେ ଆମକୁ ଏଇ ଜିନିଷ କରିବାର ଅଛି, ବର୍ତ୍ତମାନ ଚ୍ୟାଲେଞ୍ଜେସ୍ ଆଉ ପ୍ରୋବ୍ଲେମ୍ କ'ଣ? ପ୍ରଥମ କଥା ହେଉଛି ଇନଫର୍ମାଲ ଇ ୱେଷ୍ଟ ରିସାଇକ୍ଲିଂ। ଇନଫର୍ମାଲ ଇ ୱେଷ୍ଟ ରିସାଇକ୍ଲିଂ ଦେଖ ହଁ ଦେଖ ଇ ୱେଷ୍ଟ ଏଟା ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ। ଇନଫର୍ମାଲ ଇ ୱେଷ୍ଟ ରିସାଇକ୍ଲିଂ ଅର୍ଥ ଗୋଟେ ହେଲା ଫର୍ମାଲ ୱେ ଆଉ ଗୋଟେ ଅଛି ଇନଫର୍ମାଲ। ଇନଫର୍ମାଲର ଅର୍ଥ ଯେଉଁଟାକି ପ୍ରପର ୱେରେ ହୋଇନଥାଏ। ଯଦି ଆମେ ରିସାଇକ୍ଲିଂ କରୁଛେ ପର୍ଟିକୁଲାର କିଛି ମାନେ ରହୁଛି ମାନେ ହାଜାରିୟସ୍ ଟକ୍ସିକ ଜିନିଷ ରହୁଛି ଯେଉଁଟାକି ଆମକୁ ଆହୁରି କ୍ଷତି ଘଟଉଛି। ଓକେ ସେ କହିଲା ଇନଫର୍ମାଲ ଇ ୱେଷ୍ଟ ରିସାଇକ୍ଲିଂ ହାଜାରିୟସ୍ ମେଥଡ଼ ଲାଇକ୍ ଯେମିତି ଆମେ ଆକୁ ୟୁଜ୍ କରୁଛେ ଜାଳୁଛେ, ଏସିଡ୍ ଲିଚିଂ କରୁଛେ, ଆ ଦ୍ୱାରା କ'ଣ ହେଉଛି କିଛି ଟକ୍ସିକ୍ ଫର୍ମ ହେଉଛି ଯେଉଁଟାକି ଆମର ସଏଲ୍ ହଉ ୱାଟର ହଉ ଆକୁ ବହୁତ ମାତ୍ରାରେ ପଲ୍ୟୁଟେଡ୍ କରୁଛେ। ତା ଅର୍ଥ ଅନୌପଚାରିକ ଇ ଆବର୍ଜନା ପୁନଃଚକ୍ରଣ ଇଏ ଗୋଟେ ପ୍ରଦୂଷଣ କ୍ରିଏଟ୍ କରୁଛି। ଜଳାଇବା ଏବଂ ଏସିଡ୍ ଲିଚିଂ ଭଳି ବିପଦପୂର୍ଣ୍ଣ ପଦ୍ଧତି ବ୍ୟବହାର କରି ଅନୌପଚାରିକ ଇ ଆବର୍ଜନା ପୁନଃଚକ୍ରଣ
ବିଷାକ୍ତ ଧୂଆଁ ନିର୍ଗତ କରେ ଏବଂ ମାଟି ଏବଂ ପାଣିକୁ ଦୂଷିତ କରେ, ଯାହା ଫଳରେ ପରିବେଶ ସ୍ୱାସ୍ଥ୍ୟ ଏବଂ ଗମ୍ଭୀର ବିପଦ ସୃଷ୍ଟି ହେଇଥାଏ। ତାର ତ ଏ ସମସ୍ତ ପଏଣ୍ଟ ହେଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ। ଟକ୍ସିକ ଜିନିଷ ଫର୍ମେସନ ହେଉଛି ଯାହାକି ଆମ ସଏଲ ଆଉ ୱାଟର ପ୍ରତି ହାର୍ମଫୁଲ ହେଉଛି, ଯୋଉଟାକି ଆମ ପରିବେଶକୁ ପ୍ରଦୂଷଣ କରୁଛି। ଏଠି ରିପୋର୍ଟ କହୁଛି ଆମ ସାରା ଗ୍ଲୋବାଲରେ ଚାଇନା, ଇଣ୍ଡିଆ, ପାକିସ୍ତାନ, ଭିଏତନାମ, ଫିଲିପିନ୍ସ, ଆମ ବିଶ୍ୱର ଯେତିକି ଇ ୱେଷ୍ଟରେ ଯେତିକି ପଲ୍ୟୁସନ କ୍ରିଏଟ୍ ହେଉଛି ବା ଇନଫର୍ମାଲ ପ୍ରୋସେସରେ ଯେଉଁ ହେଉଛି 50-80% କେବଳ ଇଣ୍ଡିଆ ଏମାନଙ୍କ କଣ୍ଟ୍ରି ମାନଙ୍କରେ ହେଇଥାଏ, କେବଳ ଏଇ ସବୁ ଭିତରେ। ଆଉ କୋଉଠି ଏତେ ହାରରେ ଇନଫର୍ମାଲ ପ୍ରୋସେସରେ କରାଯାଇ ନଥାଏ, ଯୋଉଟାକି ଡାଟା ଯୋଉଟାକି ତୁମକୁ ଲେଖିବାର ଅଛି। ଆଉ କ'ଣ ଆମର ପ୍ରୋବ୍ଲେମ କ୍ଲିୟର ହେଉଛି? ଲ୍ୟାକ୍ ଅଫ୍ ଇନଫ୍ରାଷ୍ଟ୍ରକ୍ଚର। ଦେଖ, ପ୍ରଥମ କଥା ହେଉଛି ଇନଫର୍ମାଲ ୱେରେ ଆମେ ରିସାଇକ୍ଲିଂ କରୁଛେ। ଲ୍ୟାକ୍ ଅଫ୍ ଇନଫ୍ରାଷ୍ଟ୍ରକ୍ଚର ଦ୍ୟାଟ୍ ମିନ୍ସ ଭିତ୍ତିଭୂମିର ଅଭାବ। ଦେଖ, ଆମର ରିସାଇକ୍ଲିଂର ଯେଉଁ ପ୍ରୋସେସ୍ ଅଛି, କଲେକ୍ସନ କରିବାର ଯେଉଁ ପ୍ରୋସେସ୍ ଅଛି, ସବୁତକ ଯଦି ଆମର ପ୍ରପର ୱେରେ ମାନେ ଇନଫ୍ରାଷ୍ଟ୍ରକ୍ଚର ଆମର ଡେଭଲପ ନଥିବ, ତାହେଲେ ଆମେ କେମିତି କରିବା? ତାର ତ ପ୍ରଥମ ହେଉଛି ଲ୍ୟାକ୍ ଅଫ୍ ଇନଫ୍ରାଷ୍ଟ୍ରକ୍ଚର। ଏ ସମସ୍ତ ପାଇଁ ହିଁ ଆମ ପାଇଁ ଗୋଟେ ଚ୍ୟାଲେଞ୍ଜ କ୍ରିଏଟ୍ କରୁଛି। ଇନଫ୍ରାଷ୍ଟ୍ରକ୍ଚର ଯଦି ଠିକ୍ ଥାନ୍ତା, ରିସାଇକ୍ଲିଂ ପ୍ରୋସେସ୍ ଯଦି ଆମ ପାଖରେ ବେଟର ଥାନ୍ତା, କଲେକ୍ସନ ପ୍ରୋସେସ୍ ଯଦି ବେଟର ଥାନ୍ତା, ତାହେଲେ ଆମକୁ ଆଉ କିଛି ପ୍ରୋବ୍ଲେମ ହେଇନଥାନ୍ତା। ଲ୍ୟାକ୍ ଅଫ୍ ଆୱାରନେସ୍ ଦ୍ୟାଟ୍ ଇସ୍ ଦ ଭେରି ଭେରି ଆନଦର ଇସ୍ୟୁ ରହୁଛି ଆମର ସମସ୍ୟା ଭିତରେ, ଚ୍ୟାଲେଞ୍ଜେସ୍ ଭିତରେ। କାହିଁକି ନା ସରକାର ହଉ, ଲୋକାଲ ଏନଜିଓ ହଉ, କୌଣସି କେହି ଇ ୱେଷ୍ଟ ମ୍ୟାନେଜମେଣ୍ଟ ଉପରେ ଧ୍ୟାନ ଦେଉଛନ୍ତି, କିନ୍ତୁ ଇ ୱେଷ୍ଟ ମ୍ୟାନେଜମେଣ୍ଟ ଉପରେ କେହି ଧ୍ୟାନ ଦେଉନାହାନ୍ତି, ଯୋଉଟାକି ଗୋଟେ ମେଜର ଇସ୍ୟୁ ରହୁଛି ବା ଆମ ପାଇଁ ଗୋଟେ ଚ୍ୟାଲେଞ୍ଜେସ୍ ରହୁଛି। ଆଉ କ'ଣ ରହୁଛି ପିଲେ? ଓକେ, ଏନଭାରमेंटाल ଆଫେକ୍ଟ ଅଫ ଇ ୱେଷ୍ଟ। ତ ଇ ୱେଷ୍ଟ ଦ୍ୱାରା ଆମର ଏନଭାରमेंट ବା ପରିବେଶ ମଧ୍ୟ ପ୍ରଦୂଷଣ ହେଉଛି, ଯୋଉଟାକି ମୁଁ ତୁମକୁ ବର୍ତ୍ତମାନ ବତେଇଥିଲି। ଆଚ୍ଛା, ଯୋଉଟାକି ମୁଁ ତୁମମାନଙ୍କୁ ବର୍ତ୍ତମାନ ବତେଇଥିଲି ଇ ଆବର୍ଜନା ପରିଚାଳନାର ପ୍ରଭାବ। ପରିଚୟ ପ୍ରଭାବ, ଯୋଉଟା କି ଆମେ ଯେତେବେଳେ କୌଣସି ବର୍ଣ୍ଣିଂ କରୁଛେ, ଏସିଡିଫିକେସନ କରୁଛେ ବା ଏସିଡ ଲିଚିଂ କରୁଛେ, ଆ ଦ୍ୱାରା କ'ଣ ହଉଛି? ବହୁତ ଟକ୍ସିକ ଜିନିଷ ବାହାରୁଛି, ଯେ କି ଆମ ସଏଲ, ୱାଟର, ଏୟାରକୁ ଆଫେକ୍ଟ କରୁଛି। ଓକେ, ବୁଝିପାରିଲ କ'ଣ ସବୁ ଚ୍ୟାଲେଞ୍ଜେସ୍ ରହିଲା? ଓଭରଅଲି କନସେପ୍ଟ ଆସିଲା ହଁ କି ନା? ୟେସ୍ ଅର୍ नो? ପୁରା କ୍ଲିୟର? ତାପରେ ଆସିଲା ଭାରତରେ ଇ ଆବର୍ଜନା ପରିଚାଳନାକୁ କେଉଁ ରଣନୀତି ସୁଦୃଢ଼ କରିବା ଦରକାର, ମାନେ କେଉଁ ଭଳି ଆମକୁ ମ୍ୟାନେଜ କରିବାର ଅଛି। ମୁଁ ଅଲରେଡି ଏଟାକୁ ପଢେଇ ସାରିଛି, ଫିର ବି ଆଉ ଗୋଟେ ସର୍ଟରେ ତୁମକୁ ଲାଷ୍ଟ ଲେଖିଛି। ତେବେ କାହିଁକି ନା ଆମେ କୋଉ ରଣନୀତି ବା କୋଉ ପ୍ରକାର ଆମକୁ ମ୍ୟାନେଜମେଣ୍ଟ କରିବାର ଅଛି, ଏଟାକୁ ତୁମେ ହେଡିଂକୁ ବେଶୀ ଫୋକସ କରିବ। ଯେମିତି ମାନେ ଇନଫର୍ମାଲ ସେକ୍ଟର, ମାନେ ଯୋଉଟାକି ଇନଫର୍ମାଲ ସେକ୍ଟର ଅଛି ତା ଉପରେ ଧ୍ୟାନ ଦେବା। ଯେମିତି ଆୱାରନେସ୍ କ୍ରିଏଟ୍ କରିବା। ଓକେ, ଯେମିତିକି କିଛି ପଲିସି ଇମ୍ପ୍ଲିମେଣ୍ଟ କରିବା। ଓକେ, ଆମେ କିଛି ମାନେ ଏସବୁ ଜିନିଷ ପ୍ରତି ଧ୍ୟାନ ଦେବା, ତାହେଲେ ଅଟୋମେଟିକ ହେଇଯିବ, ଯୋଉଟାକି ମୁଁ ଅଲରେଡି କହିଥିଲି, ସେଟାକୁ ଲାଷ୍ଟକୁ ଆଉଥରେ ଲେଖିଦେଇଛି। ତ ନର୍ମାଲି ଗୋଟେ କ୍ୱେଶ୍ଚିନ୍, ଆଜିର କ୍ଲାସକୁ ସମସ୍ତେ ବୁଝିପାରୁଛ, ସମୟ ବହୁତ କମ୍ ଥିଲା, ଫିର୍ ବି ଟ୍ରାଏ କରିଥିଲି ଏ ଟପିକକୁ ଗୋଟେ କ୍ଲାସରେ ସାରିବା ପାଇଁ। ପୁରା କ୍ଲିୟର ଅଛ ହଁ କି ନା? ପୁରା କ୍ଲିୟର? କାହିଁକି ନା ଇ ୱେଷ୍ଟ ଗୋଟେ ଇମ୍ପୋର୍ଟାଣ୍ଟ ଟପିକ, ଯୋଉଟାକି ପ୍ରେଜେଣ୍ଟରେ ଇମ୍ପୋର୍ଟାଣ୍ଟ ଟପିକ। ଓକେ, ଦେଖ, କ୍ଲାସ୍ ଟିକେ ଅଧିକ ଟାଇମ୍ ନେଲେ ଭଲ ହବ। ଦେଖ, ମୁଁ ସବୁବେଳେ ମୋର ମୋର ପଢ଼ାର ଶୈଳୀ ମୁଁ କହିଦେଉଛି। ମୁଁ ଏଇ ଯୋଉ ଅଧଘଣ୍ଟାରେ ଯେତିକି ପଢ଼େଇଛି, ଆକୁ ମୁଁ ଯଦି ବନେଇକିରି ପଢ଼େଇବି, ମୁଁ 2 ଘଣ୍ଟା ନେଇଯିବି। ତୁମେ ମାର୍କ କରିବ, ଯେତିକି ପେଜ୍ କୌଣସି ବି ଟିଚରର ଗୋଟେ କ୍ଲାସ୍କୁ ଦେଖ, ସେ 3 ଘଣ୍ଟାରେ ଯାହା ପଢ଼େଇଥିବେ ମୁଁ ଘଣ୍ଟାକରେ ପଢ଼ାଏ। କାରଣ ମୁଁ ସବୁବେଳେ ଚାହେଁ ପିଲାକୁ ଯେତିକି କହିବା ଦରକାର ସେତିକି କହିବା ଉଚିତ। ଅଧିକ ବନେଇ ଚୁନେଇ ଆସିବ, ସେ ଯୋଉ ଜାଳନ ହବ, ଏକ୍ଜାମ୍ପଲ ଦେ, କିଛି ଲାଭ ନାହିଁ। କିନ୍ତୁ ଯେତେବେଳେ ମୁଁ ତୁମକୁ ଯୋଉ ଷ୍ଟ୍ରକ୍ଚର ନିଏ, ଯୋଉ ଷ୍ଟ୍ରକ୍ଚରଟା ତୁମେ ଭାବ ଯେ ଅଳ୍ପ କ୍ଲାସ୍, କିନ୍ତୁ ଏ କ୍ଲାସରେ ବହୁତ ଜିନିଷ ଥାଏ, ଯୋଉଟାକି ଭେରି ସର୍ଟଲି ମୁଁ ତାକୁ ସାରେ, ଆଉ ଟୁ ଦ ପଏଣ୍ଟରେ ସାରେ। ତୁମ ସମୟକୁ ମୁଁ ନଷ୍ଟ କରେନି। ତୁମେ ଏତିକି ଜିନିଷକୁ ତୁମେ ଆଜି ଗୋଟିଏ ରାତିରେ ପଢ଼ ଆଉ ନୋଟ୍ କର, କେବେ ବି ସରିବନି, ମୁଁ ଲେଖିକି ଦେବି। এটা ହଉଛି ପିଲାମାନଙ୍କ ସହିତ, କାରଣ ବହୁତ ସାରା ପିଲା କଲ୍ କରୁଛନ୍ତି, ସାର୍ ଆମେ କମ୍ପ୍ଲିଟ୍ କରିପାରୁନୁ। ଦେଖ, ଏତେ ସ୍ଲୋରେ ନେଇକିରି ମଧ୍ୟ ଯଦି ମୁଁ 2 ଘଣ୍ଟାର କ୍ଲାସ୍ ନେଇଗଲି, ଘଣ୍ଟାକର କ୍ଲାସ୍ ନେଲି, ତମେ କେମିତି କଭର କରିବ? ମୋର ଟାର୍ଗେଟ ଅଛି ଏ ବର୍ଷ ତୁମର ସକ୍ସେସ୍। ତା ପାଇଁ ଯାହା ଦରକାର ମୋ ପ୍ରୋସେସରେ ମୁଁ ଯାଇଛି। ହଁ, ତ ସେଥିପାଇଁ ମୁଁ ମୋର କିଛି ନାହିଁ, ମୁଁ ତୁମକୁ ନୋଟ୍ ଦେଇଦେଲି, ଖାଲି ପଢ଼େଇ ଦେଇ ପଳେଇବି, ଯୋଉଟାକି ଅଲଗା ଇନଷ୍ଟିଚ୍ୟୁଟ୍ ମାନଙ୍କର ହୁଏ। ତା ଦ୍ୱାରା କ'ଣ ହେଲା? ତୁମ ଭିତରେ ଗୋଟେ ନେଗେଟିଭ ସାଇନ୍ ଆସିବ, ମୋର ମୋର ପାଠ ମନେ ନାହିଁ,
ଏଦି ପାଠ ମୁଁ ଲେଖି ପାଇଲିନି। ତାପରେ ଡିମୋଟିଭେଟ ଆସିଲା, ସାର୍ ଏତେ ପଢେଇ ଗଲେ ମୁଁ ଆଉ ପାରିବିନି, ଛାଡ଼ ଏ ବର୍ଷ ଆଉ ଏକ୍ସାମ ଦେବିନି ଆର ବର୍ଷ। ଆର ପ୍ରଥମ କାରଣ ହଉଛି ଇନଷ୍ଟିଚ୍ୟୁଟ ମାନଙ୍କର ଯୋଉ ଟ୍ରିକ୍ ଗୋଟେ ପିଲାକୁ ଡିମୋଟିଭେଟ କରିବାର। ସେ ଜିନିଷରୁ ଆମକୁ ବାହାରିବାର ଅଛି। ଅଳ୍ପ ପଢିବା, ପୁରା ପ୍ରପର ୱେରେ ପଢିବା, ଆରାମସେ କ୍ଲିୟର କରିବା। ଓକେ। ଆଉ ଗୋଟିଏ ଜୋସ୍ ମୋର ଗୋଟେ ଅନୁରୋଧ ସମସ୍ତଙ୍କୁ ରହିବ, 50 ଭିତରେ ଯେମିତି ସମସ୍ତ ପିଲା ରହିବା ପାଇଁ ଟ୍ରାଏ କରିବ। କାରଣ ଯିଏ ଇମାନଦାରରେ ପଢେଇବ, ଯିଏ ଇମାନଦାରରେ ଏଭ୍ରିଡେ ପଢିବ, ସେ ଡେଫିନେଟଲି ଆସିବ। ଆଜି ତୁମ ଲେବୁଲ ଜିରୋରେ ଥାଇପାରେ, କିନ୍ତୁ ଏକ୍ସାମ ହଲକୁ ପହଞ୍ଚିବା ଭିତରେ ତୁମେ ନିଜକୁ ଇମ୍ପ୍ରୁଭମେଣ୍ଟ କରିପାରିବ। ଥ୍ୟାଙ୍କ ୟୁ।